ହେଇଯିବେ ତାହେଲେ ହଜମ ହବ ତ। ତେଣୁ ପ୍ରତ୍ୟେକ ସମସ୍ତଙ୍କର ଧର୍ମ ନିର୍ବାହ କରୁଛନ୍ତି। ଇଏ ପରିବର୍ତ୍ତନଶୀଳ ନୁହଁ, ଧର୍ମ ପରିବର୍ତ୍ତନ କରିହବ ନାହିଁ। ଯେଉଁମାନେ କହୁଛନ୍ତି ଯେ ଧର୍ମ ପରିବର୍ତ୍ତନ କରିବ, ଆସ ଆମ ପାଖକୁ ଆସ, ଆମେ ତମକୁ ଭଗବାନଙ୍କୁ ଖୁବ୍ କମ୍ ଦିନ ଭିତରେ ପ୍ରାପ୍ତି କରିଦେବୁ। ଆରେ ଭାଇ, ଯିଏ ଯେଉଁ ପ୍ରାପ୍ତି କରିବାର ଯେଉଁ ମାଧ୍ୟମ ସେଇଟା ବେଦ କେବଳ ଭଗବାନ ଲେଖିଛନ୍ତି। ବେଦ ବିହିତ ଯେତେ କର୍ମ ସଂସାରେ ବୋଲାଇଟି ଧର୍ମ, ବେଦ ବାହାରେ ଯେତେ କର୍ମ ସଂସାରେ ବୋଲାଇ ଅଧର୍ମ। ତେଣୁ ପ୍ରତ୍ୟେକ ସମସ୍ତଙ୍କର ଧର୍ମ ଅପରିବର୍ତ୍ତନୀୟ। ସେଇଟା ଯେଉଁଟାକୁ ଆମେ ହିନ୍ଦୁ ଧର୍ମ କହୁଛୁ, ସନାତନ ଧର୍ମ କହୁଛୁ, ସେଇଟା ପ୍ରତ୍ୟେକ ମଣିଷର ମାନବ ଧର୍ମ, ଯେଉଁଟାକୁ ଆଜି ବିଶ୍ୱବାସୀ କହୁଛନ୍ତି ମାନବ ଧର୍ମ। କାରଣ ମାନବ ଚାହେଁ କ'ଣ? ସର୍ବେ ଭବନ୍ତୁ ସୁଖିନଃ। ସଦ୍ଗୁରୁଦେବ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଭଗବାନ କହୁଛନ୍ତି ଆମେ ବିକାଶ ଚାହୁଁଛୁ, ବିକାଶ, କିନ୍ତୁ ବିକାଶଟା ଯଦି ବୈଦିକ ଭିତ୍ତିକ ନ ହେବ ତାହେଲେ ସେଟା ବିନାଶର କାରଣ ହେଇଯିବ। ଆମେ ସମସ୍ତେ କହନ୍ତି ଆମ ଧର୍ମରେ ଖାଲି ନଡ଼ିଆ ଫଟେଇବା, ପୂଜା କରିବା, ଅର୍ଚ୍ଚନା କରିବା ଏଇଗୁଡ଼ାକ କେବଳ ଅଛି। କିନ୍ତୁ ଜାଣିପାରିବା, ବେଦ ପାଠ କଲେ, ଗୀତା ଭାଗବତ ପାଠ କଲେ ଆପଣ ଜାଣିପାରିବେ ଆମ ଧର୍ମରେ କ'ଣ ଅଛି। ଆପଣଙ୍କର ଆୟୁର୍ବେଦ, ଧନୁର୍ବେଦ, ଜ୍ୟୋତିର୍ବେଦ, କିଛି ଦିନ ତଳେ ଚନ୍ଦ୍ରମଣ୍ଡଳକୁ ଯିବା ପାଇଁ ବୈଜ୍ଞାନିକ ମାନେ ଫେଲିଓର ହେଲେ। କେତେ ରାସ୍ତା ଚନ୍ଦ୍ରମଣ୍ଡଳକୁ ଜଗତଗୁରୁ ପୁରୀ ପୀଠାଧୀଶ୍ୱର ଶଙ୍କରାଚାର୍ଯ୍ୟ ମହାଭାଗଙ୍କ ଦ୍ୱାରା ବୈଜ୍ଞାନିକ ମାନଙ୍କୁ କୋଚିଂ ଦିଆଯାଇଥିଲା। ଆପଣମାନେ ଶୁଣିଥିବେ, ମିଡ଼ିଆରେ ଦେଖିଥିବେ। ସେଇଟା ଭାରତବର୍ଷ ସନାତନ ଧର୍ମରେ ହିଁ ଅଛି। ୟା ପୂର୍ବରୁ ଆପଣମାନେ ଜାଣିଛନ୍ତି ସନାତନ ଧର୍ମର ବେଦର ଏକ ବୈଦିକ ଗଣିତ ଅଛି। ତାକୁ ୟା ପୂର୍ବରୁ ଯେଉଁ ଶଙ୍କରାଚାର୍ଯ୍ୟ ମହାଭାଗ ଆମର ଥିଲେ, ଯେ କି ଭାରତୀ କୃଷ୍ଣ ତୀର୍ଥଜୀ ମହାଭାଗ ସାରା ବିଶ୍ୱରେ ବୈଦିକ ଗଣିତ ପ୍ରଚାର କରିଛନ୍ତି। ଏ ବହିଟି ସନାତନ ଧର୍ମ ବିଷୟରେ ସିଏ ଲେଖିଛନ୍ତି, ବହୁତ ପୁରୁଣା ପୁସ୍ତକ। ସାରା ପୃଥିବୀ ବୁଲି ବୈଦିକ ଧର୍ମର ପ୍ରଚାର କରିଛନ୍ତି, ବୈଦିକ ଗଣିତର ପ୍ରଚାର କରିଛନ୍ତି। ଆପଣମାନେ ଗୋଟିଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଆମ ଧର୍ମ ଶବ୍ଦ ଗୀତାରେ ବହୁତ ଜାଗାରେ ବ୍ୟବହାର କରିଛନ୍ତି ଭଗବାନ। ଭଗବାନ କହୁଛନ୍ତି ଆମ ଧର୍ମରେ ପୁରୁଷାର୍ଥ ରହିଛି, ଧର୍ମ, ଅର୍ଥ, କାମ, ମୋକ୍ଷ। ଏଇ ଚାରିଟା ଆମେ ପ୍ରାପ୍ତି କରିବାର ସାଧନ ବୈଦିକ ପଦ୍ଧତି ଅନୁସାରେ ଆମ ବେଦରେ ଭଗବାନ ୟାକୁ ନିଷ୍ଣାନ୍ତ କରିଛନ୍ତି, ସମ୍ପୂର୍ଣ୍ଣ ଭାବରେ ୟାକୁ ଉଦ୍ଘାଟନ ଉନ୍ମୋଚନ କରିଛନ୍ତି। ଆମେ ବହୁତ ଲୋକ ୟା ଭିତରେ ଆମେ ଜାଣିନଥିବା ଯେ ଆମର ଧର୍ମଗ୍ରନ୍ଥ ବେଦ। ବହୁତ ଲୋକ ଜାଣିନାହାନ୍ତି, କିନ୍ତୁ ବାଇବେଲ କୋରାନ ବିଷୟରେ ଜାଣିଛନ୍ତି। କାହିଁକି ଅସୁବିଧା ହେଇଛି ଜାଣିଛନ୍ତି? ଆମ ଶିକ୍ଷା ପଦ୍ଧତିରେ ଆମ ଧର୍ମକୁ ଗୌଣ କରି ଦିଆଗଲା ଏବଂ ସେଇ ଆକ୍ରାନ୍ତ ମାନଙ୍କର ପାଠ ଆମକୁ ପଢ଼ିବାକୁ ଦିଆଗଲା, ଯାହା ଫଳରେ ଆମେ ଆମ ବିଷୟରେ ଆମ ବେଦ